ଫଳ ତୋଳା ସରିଛି ବୋଧେ? ହଁ ତୋଳା ସରିଛି। ଗୁଆ ବର୍ତ୍ତମାନ ସରିଗଲା। ହଁ ଗୁଆ ବର୍ତ୍ତମାନ ସରିଗଲା। ସେପଟଟା କିଣା ହେଇଛି। ଜମିଟା କିଣିଛି। ହଁ। ଆଚ୍ଛା ଧର ଆମର ଧାନ ଜମି ଅଛି, ହଁ ବର୍ଷା ଦିନେ ପୋଡ଼ିଯିବ, ଖରାପ ହେଇଯିବ, ସେଇ ଜଣଙ୍କ ଠାରୁ କିଣା ହେଇଛି ଜାଗା 12 ଲକ୍ଷ ଟଙ୍କା ଦେଇକି। ଏଇଟା ତମେ ପୋତିଛ ଢିଅଟା? ହଁ 2 ଫୁଟ ଖଣ୍ଡେ ପୋତିଲେ ସେଇଟା ପୋତା ହେଇଛି। ସେଇଟା ପୋତା ହେଇଛି। 400 ଟ୍ରିପ୍ ମାଟି ପଶିଛି, ପୁଣି ଆହୁରି ପଶିବ। ଏଠି ଟ୍ରିପ୍ କ'ଣ କେତେ ଟଙ୍କା? ଆମେ 350 ଶାଢ଼ୀ କିଣୁଛୁ। ଆମର ଟ୍ରିପ୍ଟା ହେଉଛି 200 ଟଙ୍କା ଲେଖା ନେଇ, ତାର ଯେତିକି ତାର ସବୁ। ଓହୋ, ଆମ ମାଟିଟା ଆମର ଆଉ। ମାଟି ଆମେ ଦେଲେ ଆମକୁ 100 ଟଙ୍କା ପାଉଛୁ, ଆଉ ଯଦି ନିଜ ମାଟି ତାହେଲେ 250 ଟଙ୍କା। ନାଇଁ ଏଇଗୁଟାକ ଏଇଠି ହବ। ଇଏ ଗଛ କେତେ ବର୍ଷ କହିଲ? ଥାଇଲାଣ୍ଡ ବରକୋଳି। ହଁ 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 କହିଲେ ଗଛ କେତେ ବର୍ଷ? ଏଇ ବର୍ଷ ତ ପ୍ରଥମ ଫଳ ଆସିଛି। ତାହେଲେ 4 ବର୍ଷ ଗଛ? ହଁ ଏଇଗୁଡ଼ା ଗଛ ହବ। ଏଇଟା ପଡ଼ିଛି, ଏଗୁଡ଼ା ନେଇକି ପୋତି ଦେଲେ। ଏଇଟା ବଲାଙ୍ଗୀର ଏକ ଆମ୍ବ ଗଛ ଆସିଥିଲା, ବଲାଙ୍ଗୀର ଆସି ପଡ଼ିଛି। ମାଙ୍କଡ଼ ମାଙ୍କଡ଼ କ'ଣ ଏବେଠୁ ଖାଇବେ? ଫଳ ହେଲାଣି? ବଳ ଖାଇଯାଉଛନ୍ତି, ବଳ ହେଉଛି। ଏଇଗୁଡ଼ାକ ହବ ବରକୋଳି ଫାର୍ମିଂ। ହଁ ଚାକୁଣ୍ଡା ଗଛଟା ବିକି ଦେଇଛି, ଏଇଠୁ ଏମିତି ସେ ଚାକୁଣ୍ଡା ମୂଳ ପର୍ଯ୍ୟନ୍ତ ଏଠି ବନ୍ଧ ପର୍ଯ୍ୟନ୍ତ ହେଇଯିବ। ଏବେ କୃଷି ପ୍ରଦର୍ଶନ ହେଇଥିଲା ଭୁବନେଶ୍ୱରରେ, ବହୁତ କଥା ସେଠି ଶିକ୍ଷାରେ ଥିଲା। ମୁଁ କାଗଜ ଉପରେ ଆଣିଛି। ହାଇବ୍ରିଡ୍ ଗଛ ସବୁ କୋଉଠି ମିଳିବ ଆଡ୍ରେସ୍ ରଖିଛି। ଭୁବନେଶ୍ୱରରେ ବି ତାର ଫାର୍ମ ଅଛି, 3-4ଟା ଫାର୍ମ ଅଛନ୍ତି। ସେ ମାଟି ଫାଟି ପରୀକ୍ଷା କରିବେ, ଆଉ ଗାଇଡାନ୍ସ ଦେବେ କ'ଣ ରୋଗ ଫୋଗ ହେଲେ। ଭଲ ସୂତା ବାନ୍ଧି ଲାଇନରେ ଗଛ ଲଗା ହେଇଛି। ଆଉ ସିଧା ଏମିତି ଦେଖାଯାଉଛି, ତେଛା ଦେଖିଲେ ଦେଖାଯାଉଛି, ଠିକ ଆସୁଛି, ଦେଖାଯାଉଛି। ହଁ ବାଗେଇକି କରାହେଇଛି, ଦେଖିଲେ ଖୁସି ଲାଗୁଛି, ଜାଣିଲ। ଗଛଟା ଦେଖିଲେ ନାଇଁ ଫଳ ବିକ୍ରି ହଉଛି ନା ଜୋର। ଆପଣ ପାଚିଲା ବେଳେ ଆସି ଦେଖିଥାନ୍ତେ, ପୁରା ଏମିତି ହଳଦିଆ ପେଟା ପେଟା ଓଳିଛି ସବୁ। 15-20 ବସ୍ତା ଖଣ୍ଡେ ଥୁଆ ହେଇଛି। ଏପଟେ ମାଙ୍କଡ଼ ଖାଲି ପ୍ରବଳ। କ୍ୟାମେରା ସହିତ ସବୁ ଲାଗିଯିବ। କ୍ୟାମେରା କୋଉଠି ଅଛି? ଲୋକ ତ ଯାହା ଜଗା ହଉଛି, କ୍ୟାମେରା ପୁରା ଲାଗିଛି ନା, ସିସିଟିଭି ପୁରା ଲାଗିଛି। ଆଜିକାଲି କ୍ୟାମେରା ଉପରେ କପଡ଼ା ପକେଇ ଦେଇ କ୍ୟାମେରା ଆଉ ଗୋଟେ ରାଉଣ୍ଡ ଆସେ ପଳେଇ। ଆମେ ଥାଇଲାଣ୍ଡ ଯାଇଥିଲୁ, ଥାଇଲାଣ୍ଡ କାହିଁ କ'ଣ ବରକୋଳି ବିକ୍ରି ହଉନି? ଥାଇଲାଣ୍ଡ ଆମେ 7-8 ଦିନ ରହିଲୁ। ଯୋଉ ଜାଗାରେ ଥାଏ ଆମ୍ବ ବାଗାନ, ସେଠି କ'ଣ ଆମ୍ବ ବିକ୍ରି ହୁଏ? ନା, ସେଠି ବିକ୍ରି ହୁଏ। ସେଠି ବଢିଆ ନଡ଼ିଆ ବିକ୍ରି ହଉଛି। ରହିଲା ଇଏ ସବୁ ବାଡ଼ିକି ସବୁ ନିଲାମ ନେଇକିରି ଜିନିଷ ତୋଳିକିରି ନେଇ ଆସନ୍ତି ବାହାରୁ। ଠିକ ଅଛି। କ'ଣ ହେଇଛି କି ଜଉ ବାଣ୍ଟୁଛନ୍ତି, ଜଉ ଶସ ଖୋସି ଦେଲେ ଡ୍ୟାମେଜ ହେଲା, ଗୁଆ କମିଲା କଥା। ଆଉ ଆମେ ଗୋଟେ ସେଇଠି ଗୋଟେ ଯାଇଥିଲୁ, ସେ ଆଣ୍ଡାମାନ କୋଉ ଜାଗାରେ, ସେ ତାଙ୍କ ସେ ଇଏରେ ଏତେ ପଡିଛି, ଏତେ ବଡ ବଡ ବୁଢା। ଯଦି ତମର ସେ ଘରଟା ଦେଖି, ଯଦି ତମର ଦରକାର କନସଲଟାନ୍ସି, ଯିଏ କୋକେଟର ଫାର୍ମ ଅଛନ୍ତି, ତାଙ୍କ ଫୋନ ନମ୍ବର ଦେବି, ତାଙ୍କୁ ପଚାରିବ।
ଗୁଆ ଚାଷ ପାଇଁ ସ୍ପେଶାଲିଷ୍ଟ ଅଛନ୍ତି ମାନେ ପିଏଚଡି କରିବା ଲୋକ ଅଛନ୍ତି ବାହାରୁ ଆସିକି ସେଇଭଳିଆ ଗୁଆ ବେଶୀ ଭଲ ବିକ୍ରି ହବ ବା ସୁନ୍ଦର ଦେଖାଯିବ ଆଣିଥିଲେ ଜରିଏ ଖଣ୍ଡେ ଆମର ବା ସେଇ ଇଏ ହେଇଥିଲା ଯେ ମୁଁ ସେଇ ବନ୍ଧ କଡ଼ଟା ପକେଇ ଦେଇ ଚନ୍ଦନ ଗଛ ପକେଇ ଦେଇଛି। ଚନ୍ଦନ ଗଛ ଚନ୍ଦନ ଗଛ